ଛାଡ଼ଖାଇରେ ଘଟିଲା ବିରାଟ ବଡ଼ ଅଘଟଣ, ହେଲା ବଡ଼ ଚମତ୍କାର। ଚାହୁଁ ଚାହୁଁ କିଛି ସେକେଣ୍ଡ ଭିତରେ ସବୁ କିଛି ଛାରଖାର ହୋଇଗଲା। ଆଉ ରାସ୍ତାରେ ଲୋକଙ୍କର ରୁଣ୍ଡ ଜମିଗଲା। ଲୋକେ ଦେଖି ମଧ୍ୟ ଭୟଭୀତ ହେଲେ। ହଜାର ହଜାର ଲୋକ ରାସ୍ତାରେ ମଧ୍ୟ ଥାଆନ୍ତି। କ'ଣ ବା କରିବେ? ସେପଟେ ବାପା ମା ଜଣକ ମୁଣ୍ଡ ପିଟି କାନ୍ଦୁଛନ୍ତି, ଆଉ ସ୍ତ୍ରୀ ଜଣକ ରାସ୍ତା ଉପରେ ବସିଥାନ୍ତି। କ'ଣ ବା ହେଲା? ଚାହୁଁ ଚାହୁଁ କିଛି ସେକେଣ୍ଡ ଭିତରେ ସବୁ କିଛି ଲୀନ ହୋଇଗଲା। ତେବେ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ପ୍ରଭୁ ଜଗନ୍ନାଥଙ୍କର ଭକ୍ତ, ପ୍ରଭୁ ଜଗନ୍ନାଥଙ୍କୁ ନିଜ ଆରାଧ୍ୟ ଦେବତା ବୋଲି ମାନନ୍ତି, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖିଦିଅନ୍ତୁ। ଘର ତାଙ୍କର 18 ବାଙ୍କିରେ। ବାପା ମା ପୁଅ ବୋହୂ ନାତି ନାତୁଣୀ ସମସ୍ତେ ବେଶ ହସ ଖୁସିରେ ଚାଲିଥାଏ ତାଙ୍କ ପରିବାର। ପ୍ରତ୍ୟେକ ଦିନ ତାଙ୍କର ବେଉସା ହେଲା ମାଛ ବେପାର। ଆଉ ସେ ନେଇକି ମଧ୍ୟ କପିଳ ସବୁବେଳେ ପୋଖରୀକୁ ଯାଇ ମାଛ ଧରି ଗାଁ ପାଖରେ ବିକନ୍ତି। ଗାଁ ପାଖରେ ଏକ ପୋଲ ଉପରେ ବସି ବିକୁଥାନ୍ତି। ପ୍ରତ୍ୟେକ ଦିନ ଯାହା ରୋଜଗାର ହୁଏ ପୁଅ ଝିଅକୁ ପାଠ ପଢ଼ାଉଥାନ୍ତି, ଆଉ ସେଥିରେ ବୁଢ଼ା ବାପା ମାଆଙ୍କୁ ମଧ୍ୟ ଖାଇବା ପିଇବାକୁ ଦଉଥାନ୍ତି। ଏପଟେ ସ୍ତ୍ରୀ ଜଣକ ମଧ୍ୟ ଘର କାମ କରୁଥାନ୍ତି। ତା ସହିତ ମଧ୍ୟ ଶାଢ଼ୀ ବେପାର ଚାଲିଥାଏ ସ୍ତ୍ରୀ ଜଣଙ୍କର। ଘର ଘର ବୁଲି କିଛି ଶାଢ଼ୀ ମଧ୍ୟ ବିକ୍ରି କରନ୍ତି। ତା ସହିତ ମଧ୍ୟ କିଛି ସିଲେଇ ମଧ୍ୟ କରନ୍ତି। ଭଲରେ ଚାଲିଥିଲା ତାଙ୍କ ପରିବାର। ଚାହୁଁ ଚାହୁଁ ରଥଯାତ୍ରା ଗଲା। ପ୍ରତିବର୍ଷ ପୁରୀ ଜଗନ୍ନାଥ ମନ୍ଦିରକୁ ଦର୍ଶନ କରନ୍ତି। ଘର ତାଙ୍କର ବିରାଟ ଅଗଣାରେ, ଆଉ ଅଗଣା ଭିତରେ ପ୍ରଭୁ ଜଗନ୍ନାଥଙ୍କର ମନ୍ଦିର। ସମସ୍ତେ ମଧ୍ୟ ଆସନ୍ତି, ପୂଜା ଅର୍ଚ୍ଚନା କରନ୍ତି। ଆଉ କପିଳ ସକାଳୁ ଉଠି ମୁଣ୍ଡିଆ ମାରି ଭଗବାନଙ୍କୁ କହିଥାନ୍ତି, ହେ ପ୍ରଭୁ, ଆଜି ମୋତେ କ୍ଷମା କରିଦିଅ। ମୋ ପରିବାର ପାଇଁ ମୁଁ ଏସବୁ କରୁଛି। ପ୍ରତିଦିନ ମାଛ ବିକିବାକୁ ଯାଆନ୍ତି। ଆଉ ତାଙ୍କ ଗାଁରେ ଯେଉଁ ବିରାଟ ବଡ଼ ପୋଖରୀ ଥାଏ, ସେଥିରେ ମଧ୍ୟ ତାଙ୍କର ଭାଗ ଥାଏ। ଆଉ ସେଥିରୁ ମାଛ ଯାହା ବି ପାଆନ୍ତି ସବୁ ବିକ୍ରି କରନ୍ତି। ଏପଟେ ଭଲ ଲୋକଟିଏ, ସମସ୍ତଙ୍କୁ ସାହାଯ୍ୟ କରନ୍ତି। ରାତି ଅଧରେ ଯିଏ ଡାକିଲେ କପିଳ ଉଠି ପଳେଇ ଯାଆନ୍ତି। କାହିଁକି ନା ଲୋକଙ୍କର ଦୁଃଖ ସହିପାରନ୍ତିନି ସେ। ସ୍ତ୍ରୀ ଜଣକ ମଧ୍ୟ ବହୁତ ଆରାଧ୍ୟ ଜଗନ୍ନାଥଙ୍କର। ପ୍ରଭୁ ଜଗନ୍ନାଥଙ୍କୁ ବିନା ସେ କେବେ ବି ଗୋଟିଏ ଦିନ ରହିପାରନ୍ତି ନାହିଁ। ବାପା ମାଆଙ୍କୁ ପ୍ରତିବର୍ଷ ପୁରୀ ବୁଲିବାକୁ ନିଅନ୍ତି। ଏମିତି ଚାହୁଁ ଚାହୁଁ କେତେ ଦିନ ଗଲା। ପୁଅ ମଧ୍ୟ ପଞ୍ଚମ ଶ୍ରେଣୀ ଆଉ ଝିଅ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥାଏ। ପ୍ରତିଦିନ କପିଳ ନିଜର ମାଛ ବେଉସା କରୁଥାନ୍ତି। ଆଉ ଆଗକୁ କେତେ ଦିନ ଛାଡ଼ ଖାଇ ଅଛି। କ'ଣ ବା କରିବେ? ପୋଖରୀରେ ମାଛ ବହୁତ କମ୍ ଅଛି। ତେଣୁ ଗାଁ ପାଖର ଦୂରକୁ ଯାଇ ପୋଖରୀରୁ ମାଛ କିଛି ଧରିଲେ। ଏପଟେ ତାଙ୍କ ପୋଖରୀରେ ଯେତିକି ମାଛ ଥିଲା ସବୁ ଧରିଲେ। ଭଗବାନଙ୍କୁ ଡାକୁଥାନ୍ତି, ହେ ପ୍ରଭୁ ଜଗତରନାଥ ଜଗନ୍ନାଥ, ତମେ ହିଁ ମୋତେ କ୍ଷମା କରିଦିଅ। ମୋ ପରିବାର ବେଉସା, ମୋ ପରିବାରକୁ ପୋଷିବା ପାଇଁ ମୁଁ ଏସବୁ କରୁଛି। ଶେଷରେ ମାଛ ପୋଲ ଉପରେ ବସି ବିକୁଥାନ୍ତି। ହଠାତ୍ ବିକିଲା ବେଳକୁ ବହୁତ ଲୋକ ଗହଳି ହୋଇଗଲେ। କାହିଁକି ନା ଛାଡ଼ ଖାଇ ଦିନ ସମସ୍ତେ ପାଟିରେ ଟିକେ ଆଇଁଷ ବାଜୁଥାଏ। ତେଣୁକରି ସମସ୍ତେ ମାଛ କିଣିବା ପାଇଁ ଆସିଥାନ୍ତି କପିଳ ପାଖକୁ। କପିଳ ଗୋଟିଏ ପିଲାଟିକୁ ମଧ୍ୟ ପାଖରେ ରଖିଥାନ୍ତି। ଶେଷରେ ଏତେ ମାଛ ହୋଇଥାଏ ଯେ କପିଳ ଏକା ନିଜେ ସମ୍ଭାଳି ପାରନ୍ତି ନାହିଁ ଦୋକାନକୁ। ଲୋକଙ୍କର ଭିଡ଼ ମଧ୍ୟ ହୋଇଯାଇଥାଏ। ଆଉ ଶେଷରେ ହଠାତ୍ ଚାହୁଁ ଚାହୁଁ ଗୋଟିଏ ବିରାଟ ବଡ଼ ଟ୍ରକ୍ ଆସୁଥାଏ। ହଠାତ୍ ଟ୍ରକଟି ସିଧା ଆସି ପୋଲକୁ ପିଟିଦେଲା। ଆଉ କପିଳ ହଠାତ୍ ସେଇ ପୋଲ ଉପରେ ବସିଥିଲେ। ହଠାତ୍ ତଳେ ପଡ଼ିଗଲେ, ଯାହାଫଳରେ ସମସ୍ତେ ଚିଲଉଥାନ୍ତି। କ'ଣ ବା କରିବେ? ପୋଲ ଉପରୁ ତଳକୁ ସିଧା ଯାଇ ପାଣି ଭିତରେ। ଶେଷରେ କପିଳ ଚିଲଉଥାନ୍ତି। ଏପଟେ ତାଙ୍କ ପାଖରେ ପିଲାଟି ମଧ୍ୟ ବାବୁ ବାବୁ ବୋଲି ହଉଥାଏ। ଗାଁ ଲୋକ ମଧ୍ୟ ସବୁ ଦେଖୁଥାନ୍ତି। କ'ଣ ବା କରିବେ? କିଛି ଜାଣିପାରୁନଥାନ୍ତି। ଶେଷରେ ବହୁତ କଷ୍ଟରେ ଉଦ୍ଧାର କଲେ। ଉଦ୍ଧାର କରିକି ସିଧା ମେଡ଼ିକାଲରେ ଭର୍ତ୍ତି କଲେ। ଏପଟେ ବା କପିଳ କ'ଣ କରିବ? ଘର ଲୋକଙ୍କୁ ବା କିଛି କହିପାରିବେ ନାହିଁ, କାରଣ ସେ ମନା କରିଥିଲେ ସେଇ ସାନ ପିଲାଟିକୁ। ଶେଷରେ କପିଳ ଧୀରେ ଧୀରେ କଥା କହୁଥାନ୍ତି, ମୋ ସ୍ତ୍ରୀକି କଲ୍ଟିଏ କର। ଶେଷରେ କଲ୍ ମଧ୍ୟ କଲେ। କଲ୍ କରିକି ସ୍ତ୍ରୀକୁ ଜଣାଇଲେ। ସ୍ତ୍ରୀ ବାପା ମା ପୁଅ ଝିଅ ସବୁ ମେଡ଼ିକାଲକୁ ଆସିଲେ। ଶେଷରେ ତାଙ୍କର ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଛି। ଶେଷରେ ଚିଲଉଥାନ୍ତି ସ୍ତ୍ରୀ ଜଣକ, ହେ ପ୍ରଭୁ ଜଗତରନାଥ ଜଗନ୍ନାଥ, ତମେ ହିଁ ମୋ ସାହା ଭରସା। କାଲି ରାତିରୁ ସେ ଖାଇନାହାନ୍ତି। କାଲି ରାତିରୁ ସେ ଅନିଦ୍ରା। କାହିଁକି ନା ସକାଳେ ଛାଡ଼ ଖାଇ ଭଲ ବେପାର ହେଲେ ପିଲା ଛୁଆକୁ ପାଠ ପଢ଼େଇବେ। ଶେଷରେ ଏମିତି କଲ ପ୍ରଭୁ।
ମୁଣ୍ଡ ବାଡ଼େଇ କାନ୍ଦୁଥାନ୍ତି। ପୁଅ ଝିଅ ମଧ୍ୟ କାନ୍ଦୁଥାନ୍ତି। ଆଉ ବାପା ମା ଜଣଙ୍କର ଗୋଟିଏ ବୋଲି ପୁଅ। ପୁଅ ରୋଜଗାରରେ ବାପା ମା ପିଲା ଛୁଆ ସ୍ୱାମୀ ସ୍ତ୍ରୀ ସମସ୍ତେ ଚଳନ୍ତି। କ'ଣ ବା କରିବେ? ଏପଟେ ତାଙ୍କର ସେ ଚେତା ଅଛି କିନ୍ତୁ ଉଠି ପାରୁନଥାନ୍ତି। ଅଣ୍ଟା ହାଡ଼ ଭାଙ୍ଗି ଯାଇଥାଏ, ଗୋଡ଼ ମଧ୍ୟ ଫ୍ରାକ୍ଚର ହୋଇଥାଏ। ଡାକ୍ତର କହିଲେ ଏବେ 2ରୁ 3 ମାସ ରେଷ୍ଟ ନେବା ପାଇଁ ପଡ଼ିବ। ଶେଷରେ ତାଙ୍କର ସେନ୍ସ ଚାଲିଗଲା। ଆଉ ସ୍ତ୍ରୀ ଜଣକ ଆହୁରି କାନ୍ଦିଲେ। କ'ଣ ହୋଇଗଲା ବୋଲି କହି ଡାକ୍ତରଙ୍କୁ ପଚାରିଲେ। ଡାକ୍ତର କହିଲେ କିଛି ସମୟ ଧୈର୍ଯ୍ୟ ଧର। ସେହି ସମୟରେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁଥାନ୍ତି ଆରତୀ, ହେ ପ୍ରଭୁ ଜଗତରନାଥ ଜଗନ୍ନାଥ, ତମେ ହିଁ ସାହା ଭରସା ପ୍ରଭୁ, ତମେ ହିଁ ମୋ ସ୍ୱାମୀକି ରକ୍ଷା କର, ମୋ ସ୍ୱାମୀର ଯେମିତି କିଛି ନ ହଉ, ଏମିତି କହି ଡାକୁଥାନ୍ତି। ଆଉ ସତକୁ ସତ ପ୍ରଭୁ ଜଗନ୍ନାଥ ତ ସମସ୍ତଙ୍କର ଦୟାର ଭକ୍ତ, ସମସ୍ତଙ୍କ ଡାକ ଶୁଣନ୍ତି, ଭକ୍ତର କେବେ ଅନ୍ୟାୟ କରନ୍ତି ନାହିଁ। ତେଣୁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ କପିଳ ଧୀରେ ଧୀରେ ଭଲ ହେବାକୁ ଲାଗିଲେ। ଘରକୁ ଗଲେ, ଘରେ ଯାଇକି ବେଡ୍ ରେଷ୍ଟ କଲେ। 15 ଦିନ ପାଖାପାଖି ରହିଛନ୍ତି। ଖାଇବା ପିଇବା ପାଇଁ ଅସୁବିଧା ହେଲା। ସ୍ତ୍ରୀ ଜଣକ ଘର ଦୁଆର ବୁଲି ଶାଢ଼ୀ ବିକନ୍ତି, ଶାଢ଼ୀ ସିଲେଇ କରନ୍ତି, ଯାହା 2 ପଇସା ହୁଏ ବେଶ ଭଲ ଭାବରେ ଚଳନ୍ତି। ଏମିତି ଚାହୁଁ ଚାହୁଁ ମାସେ ବିତିଗଲା। ଆଉ ଭଗବାନଙ୍କ ଦୟାରୁ କପିଳ ମଧ୍ୟ ଠିକ୍ ହୋଇଗଲେ। ଅଣ୍ଟା ହାଡ଼ ଠିକ୍ ହୋଇଲା ନାହିଁ, କିନ୍ତୁ ଧୀରେ ଧୀରେ ଉଠି ବସିବା ପାଇଁ ଚେଷ୍ଟା କଲେ। ଚାହୁଁ ଚାହୁଁ ଏମିତି ପାଖାପାଖି 6ରୁ 8 ମାସ ହୋଇଗଲା। କପିଳ ଧୀରେ ଧୀରେ ଠିଆ ହେଲେ। ଶେଷରେ ସ୍ତ୍ରୀ ଜଣକ କହିଲେ, ମୁଁ ପ୍ରଭୁ ଜଗନ୍ନାଥଙ୍କୁ ଗୁହାରି କରିଥିଲି, ଏଥର ରଥଯାତ୍ରାରେ ଆମେ ଯେମିତି ହେଲେ ଯିବା, ପ୍ରଭୁଙ୍କୁ ଦର୍ଶନ କରିବା। ଆଜି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ତମେ ଠିକ୍ ଅଛ, ଆମେ ସବୁକିଛି ପୁଣି ଥରେ ଫେରିବା ପାଇବା, ପ୍ରଭୁ ଜଗନ୍ନାଥ କୃପାରୁ ସବୁକିଛି ଠିକ୍ ହୋଇଯିବ। ଏମିତି କହି ଧୀରେ ଧୀରେ ପୁରୀ ଜଗନ୍ନାଥ ମନ୍ଦିରକୁ ବାହାରିଲେ। କିନ୍ତୁ ରଥଯାତ୍ରାରେ ଗଲେ ନାହିଁ, କାହିଁକିନା ଏତେ ଭିଡ଼ରେ କେମିତି ବା ଯିବେ। ତେଣୁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ସେସବୁ ଗୁଣ ବଖାଣିଛନ୍ତି କପିଳ। ଆଜି ଛାଡ଼ ଖାଇରେ ତାଙ୍କ ନିଜର ଅନୁଭୂତି ବଖାଣିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେ ଆଜି ନୂଆ ଜୀବନ ପାଇଛନ୍ତି। ଆଉ ତାଙ୍କ ପରିବାର ଆଜି ବେଶ ହସ ଖୁସିରେ ଚାଲିଛି। ପ୍ରକୃତରେ କପିଳଙ୍କର ଏବେ ବିରାଟ ବଡ଼ ଫାର୍ମଟେ ଅଛି, ଯେଉଁଥିରେ ସେ ମାଛ ଚାଷ କୁକୁଡ଼ା ଚାଷ ମଧ୍ୟ କରୁଛନ୍ତି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆଜି ତାଙ୍କ ପରିବାର ବେଶ ହସ ଖୁସିରେ ଚାଲୁଛି। ତେବେ ଇଏ ଥିଲା ତାଙ୍କର ଗୋଟିଏ ଛୋଟିଆ ଅନୁଭୂତିଟିଏ। ଏମିତି ଯଦି ଆପଣଙ୍କର ଯଦି କିଛି ଅନୁଭୂତି ଅଛି, ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। କମେଣ୍ଟରେ ଲେଖିବାକୁ ଭୁଲିବେନି। ଜୟ ଜଗନ୍ନାଥ।